ଛଳା ଅଗାଧୁଟା କଣ ଇଆଡେ ଭୁସି ପଳଉଛି ଭୁସି ପଳେଇ ଯାଉଛି ଏ ଅଗାଧୁ ତୋର କଣ ହେଇଛି କି? ଏ ମଉସା ଆଉ କିଛି ନାହିଁ ଆଉ ସବୁ ଖସି ଗଲାଣି ମାନେ ଲାଳ ଝାଡା ହେଇଛି ଲୋ ମଉସା ଇରେ ହେଇ ଛଳା ତାକୁ ଜର ହଉ ଏ ଅଗାଧୁ କିଛି ହବନି ଏଠି ଅଗାଧୁ ଇଆଡେ ଆଇଲି ମୁଁ ଦେଖେ ତୋର ତାପମାତ୍ରା କେତେ ଏ ମଉସା ଆଲୋ ଏଇଟା କଣ ଜର ମାପିବା ଯନ୍ତ୍ରର ଛଳା ଡାକ୍ତର ମୁଁ ନା ତୁ ବେ ତମର ଯୋଉ ଅବସ୍ଥା ଏ ଅବସ୍ଥାରେ ସାକ୍ଷୀ ଦବାକୁ ଯିବ କେମିତି ଖାଲି ଝଡି ପଡୁଛି ନଈ ପଡେ ତ ପଛ କରିଦବ ଆଉ ଦେଖିଦେବେ ସବୁ नड़िया कदली बेसी खाई चिंता करना सब भल करदेवी ए अगाधु यारा किसी हबनी अगाधु नई पड़े हौ नईली जमा हलिबुनी छुंची जदि भागिब भितरकू जीव सिना हेले बेचाकिया जगह बाहर है जमा हलेबुनी छुंची जगह कांदी रहीगला ना कौन थोड़ा जड़े पड़ेगा आउ जड़े रानू रानू मु पूरा साइज रे दे दे हैला तू जम्मा जानी पारिबुनी आराम रे साथी देबा को जाई पारिबु एठी रानू तोर जदी जर भल न हैला तू मो नारे दीटा माई दिलो एठी तोर सरू तू कहार मोटा आ मु पूरा साइज रे दे देबी आ जम्मा डरना अरे तू देखी के मेरी छानी आउतु आ पसी गले कोन रहबु ए नई पर नहीं पोजीशन ने एका थरे भलो होई जिवो काटे दबो हां हां काटिबो एठी जम्मा हलिबुनी सुंची जदी भांगियो भितरु को जिवो सिना ए बेचा किया जगह रे बाहरी नई पर छोरा मु पुश करिनी ये कोन मिटे लानी ए साला पूरा पुश कर देले को मांडा देबो हां छोरा माल भितर को जाई भलो हला के मिटे जम्मा हेनी रानू जम्मा एपड़ सेपड़ हनी सुंची भांगिले बाहरी को उठी जानी तू तो रानू पोजीशन ने भूली पर भूली करूनु तो भूलू यही चलो रानू तू केमिति जीवनी लो तू रानू की तोरे डांस होला ए रानू लो रानू आजकल
ବିଲେଇ ବସିଲା ବାଡ଼ା ଛଡ଼ା ଜଣକୁ ଡାକିଲେ ଭୋ ଆଉ ଜଣକୁ ଡାକିଲେ ମ୍ୟାମ ଛଡ଼ା ଏମାନଙ୍କୁ କୁକୁର ବିଲେଇ ଦେଇଦେଲି କି ଛଡ଼ା ଛଡ଼ା ମୁଁ ତ 3 ମୁହାଁ ଡକ୍ଟର ଏମାନଙ୍କୁ କୁକୁର ବିଲେଇ ଇଞ୍ଜେକ୍ସନ ଦେଇଦେଲି ନା କ'ଣ ଆଉ ହଉ ଛଡ଼ା ଏମାନେ 3 ଦିନ କଷ୍ଟ ପାଇବେ ଅଗାଧୁ ଖୁଣ୍ଟ ଦେଖି ପଡ଼ିଆ ଟେକିବ ଆଉ ରାନୁ ମ୍ୟାଉ ମ୍ୟାଉ ହବ ହଉ 3 ଦିନ ଫ୍ରିରେ ଯାଅ ରାସ୍ତାଘାଟ ବାଡ଼ି ବଗିଚା ଦେଖି ଯୋଉଠି ନାହିଁ ଯାହା ଇଚ୍ଛା କର ହେଲା ଗୋଟେ ନୂଆ ଇତିହାସ ସୃଷ୍ଟି ହବ ଏ କୁକୁର ବିଲେଇର ଲଭ ଷ୍ଟୋରି ଆଉ ଛଡ଼ା ଭୁକୁଛି ମୁଁ ଭୁଲରେ କୁକୁର ବିଲେଇ ଇଞ୍ଜେକ୍ସନ ଦେଇଦେଲି ସେ ଠିକ କାମରେ ଆସିବ ସେମାନେ ଆଉ ଆଲୋକ ବିରୋଧରେ ସାକ୍ଷୀ ଦେଇପାରିବେ ବୁଝିଲେ କାମୁଡ଼ି ଦେଇଥାନ୍ତା ଅଗାଧୁ ଆରେ ସମୟ ଆସି 10ଟା ହେଲାଣି କୋର୍ଟ ଟାଇମ୍ ହେଲାଣି ଶୀଘ୍ର ଆସ ଆଜ୍ଞା ନମସ୍କାର ତମେ ଆଜ୍ଞା ମୁଁ ଏଠି ଆସି ଅଗାଧୁକୁ ଦେଖିଛ କି? ହଁ ଏଇଠି ଏଇନୁ ଦୌଡ଼ା ଦୌଡ଼ି ହଉଥିଲେ ଜଣେ କହିଲା ଜର ଆଉ ଜଣେ କହିଲା ଝାଡ଼ା ଆଉ ଦୌଡ଼ା ଦୌଡ଼ି ହେଇ ମେଡିକାଲ ଚାଲିଗଲେ ନା କ'ଣ ସେମାନଙ୍କ କଥା ଛାଡ଼ନ୍ତୁ ଏବେ କ'ଣ କରିବା ସେ ବ୍ୟବସ୍ଥା କରନ୍ତୁ ବ୍ୟବସ୍ଥା ସେ ଯୋଉ କହିଥିଲେ ମ୍ୟାଡାମ ଆସିବେ ବୋଲି ଆସିଲେଣି ସାର୍ ଆପଣ ସେ ସବୁ ଜମା ଚିନ୍ତା କରନ୍ତୁନି ସାକ୍ଷୀର ବ୍ୟବସ୍ଥା ମୁଁ କରିସାରିଛି ସାକ୍ଷୀର ବ୍ୟବସ୍ଥା କରିସାରିଛ ମୁଁ ସେମାନଙ୍କୁ ସାଙ୍ଗରେ ବି ନେଇ ଆସିଛି ଆପଣ ଟିକେ ଅପେକ୍ଷା କରନ୍ତୁ ଅତୁଲ ଆମେ ଆରେ ସେଠି ଠିଆ ରହ କାହିଁକି ଓ ମ୍ୟାଡାମ ଏ ସାକ୍ଷୀ କୋଉଠି ଯୋଗାଡ଼ କରିଛ ଆଉ ପୁରା 2ଟା କ୍ୟାମେରା ଆସିବେ ଆଉ ସାକ୍ଷୀ ଦେଲା ବେଳେ ଆଉ ଆବଶ୍ୟକ ପଡ଼ିଲେ ଆଉ ଆମ ବଡିଗାର୍ଡ କାମ କରିବେ ଆଉ ପାଇଛୁ ଆରେ ତମେ ଦିଟା ସାକ୍ଷୀ ଦବ ତ ସାକ୍ଷୀ ଦବାର ନଥିଲେ ଆମେ ତାକୁ ଆସିଥାନ୍ତୁ କାହିଁକି ଆମେ ସବୁକିଛି କରିପାରିବୁ ସାର୍ ଆପଣ ଆଉ ଗୋଟେ କଥା ଜାଣିଲେ ଖୁସି ହେବେ ଏ ଆମେ ରହୁଛନ୍ତି ଆଲୋକଙ୍କର ମୁସଲିମ ଭାଇ ଅତୁଲ ହେଉଛି ତାଙ୍କ ଝିଅ এইটা নিহাতি খুশির কথা এমনি সাক্ষী ভাগ্যর ଥିଲେ কোଉଠୁ ପାଇଲେ ଏମାନଙ୍କୁ ମାନେ ମାନେ ଇଏ ଯୋଉ କହିଲେ ଇଏ ହଉଛି ଆଲୋକର ଭାଇ ଆଉ ଇଏ ହଉଛି ଆଲୋକର ଜିଜା ମାନେ ଭେଲିଆନ ଆଉ ଭାଇ ବୋଲି କହୁଛନ୍ତି କାହିଁକି ଶତ୍ରୁ ବୋଲି କହୁନାହାନ୍ତି ହଁ ଆପଣ ଠିକ କଥା କହିଛନ୍ତି ସେଇଟା ଆମର ବିଲକୁଲ ଦୁଶ୍ମନ ଅଛି କେବଳ ତାରି ଲାଗି ଜଣଙ୍କର ବେଟା ହେଇକି ମୁଁ ବେଟା ହେଇପାରିଲି ଆମ ପୁରା ଠିକ ବାପ କରିଛି ତମେ ଏଠି ଠିଆ ନହେଇ ସିଧା କୋର୍ଟ ଚାଲ କୋର୍ଟ ଗଲେ ଆମର ବହୁତ ଟଙ୍କା ଲସ୍ ହେଇଯିବ ଆରେ କେତେ ଟଙ୍କା ଖର୍ଚ୍ଚ ହବ ମୁଁ ଦେବି ଆରେ ଏଠି କଣ ଟଙ୍କା ପଇସାର ଅଭାବ ଅଛି ତମେ ଭାଇ ବିରୁଦ୍ଧରେ ଆଖି ବୁଝି କରି ସାକ୍ଷୀ ଦେଇଦିଅ ଆଉ ଟଙ୍କା ପାଇଯିବ ଟଙ୍କା ମିଳିଯିବ ତ ହଁ ଟଙ୍କା ମିଳିଯିବ ତମେ 2 ଜଣ ଯାକ ଏତେ ଟଙ୍କା ପାଇବେ ଚିନ୍ତା ବି କରିବ ଆଚ୍ଛା ମ୍ୟାଡାମ ଆପଣ ଆମ ଲାଗି ଗୋଟେ କାମ କରି ଗୋଟେ ଆଚ୍ଛା ହୋଟେଲ ଦେଖି ଆମ 2 ଜଣଙ୍କର ଖାନା ପିନାର ବନ୍ଦୋବସ୍ତ କରି ହଁ ଖାନା ହେଲେ ଚଳିବ ନହେଲେ ଚଳିବ ଲେକିନ ପିନାର ବନ୍ଦୋବସ୍ତ ଜରୁରୀ କରି ଜମା ଚିନ୍ତା କରନି ସେ ବ୍ୟବସ୍ଥା ମୁଁ କରିସାରିଛି ତମେ ଆଗ କୋର୍ଟକୁ ଚାଲ ଆମେ କଣ ଚାଲି ଚାଲି ଯିବାକୁ ପଡିବ ନାଇଁ ଏଠି କଣ ଗାଡି ଘୋଡାର ଅଭାବ ଅଛି ଏତେ ବଡ କର୍ମ କାମ କରିବାକୁ ଆସିଛ ଏଠି କଣ ଗାଡି ଘୋଡାର ଅଭାବ ଅଛି
तमाने काली जाऊ चाहतो तो ठीक अछि मो ड्राइवर को कहि दउछि से तमाने पुरै कोर्ट रे छाड़ दे आसीबो फटो ड्राइवर मान के कोर्ट रे छाड़ दे आसीबो अस्सलाम वालेकुम सलाम ठीक अछि तुम भी ताका संग रे जाओ सर कोर्ट टाइम हो गलानी आपण रचना मैडम को डाकतो हमको कोर्ट जीवा को पड़ी ठीक अछि रचना कोर्ट का नाला शिखरास मु कोर्ट जीवनी गाते अतः कोई कोर्ट जीवनी अरे काहे कि जीवनी अरे केस विषय रे केते लोक को केते कथा सुनी सारलिनी केते बाटे आगे सारलिनी अतः तू कोई कोर्ट जीवनी मैडम ଟିକେ ନ୍ୟାୟ ଲକ୍ଷ୍ୟ ପାଇଁ ମୁଁ ବାହାରକୁ ଯାଇପାରିବି ନାହିଁ ଆପଣ ଏ କଣ କରୁଛନ୍ତି କାହିଁକି ଯିବୁନି ତୁ କାହିଁକି ଯିବୁନି ସେ ଘଟଣା ପରଠୁ ସମସ୍ତେ ମୋତେ ଘୁରି ଘୁରି ଏତେ ବଡ଼ ଆଖିରେ ଚାହୁଁଛନ୍ତି ଚାହିଁବାର ମୋତେ ସାହସ ନଥିଲା ମୋତେ ହେଲେ ଆଜି ଏ ସମାଜରେ ମୁଁ ଗୋଟେ ଅଦ୍ଭୁତ ଜୀବ ପାଲଟି ଯାଇଛି ଆଉ ସମସ୍ତେ ମୋତେ ଏଇନେ ବଡ଼ ବଡ଼ ଆଖିରେ କାଢି ଅନଉଛନ୍ତି ଆଉ ସମସ୍ତେ ଖୁସି ହଉଛନ୍ତି ରଚନା ମ୍ୟାଡମ ସେଇଥିପାଇଁ ଆପଣ ଜମା ଚିନ୍ତା କରନ୍ତୁ ମୁଁ ଆପଣଙ୍କୁ କଥା ଦଉଛି ଆପଣଙ୍କୁ ଦେଖା କରିବା ପାଇଁ ଆମେ କାହାକୁ ବି ସୁଯୋଗ ଦେବୁନି ଆପଣଙ୍କ ପାଖରେ ସବୁବେଳେ ପୋଲିସ ରହିବ ଦେଖନ୍ତୁ ଆପଣ କୋର୍ଟ ଯିବା ପାଇଁ ମନା କରନ୍ତୁନି ଦେଖ ସବୁ ରେଡି ହେଇଯାଇଛି ସାକ୍ଷୀମାନେ ପହଞ୍ଚି ଗଲେଣି ଆଉ ପୋଲିସ ବି ସେଇଠି ପହଞ୍ଚି ଯାଇଥିବ ଆପଣ କୋର୍ଟ ଯିବା ପାଇଁ କାହିଁକି ମନା କରୁଛନ୍ତି ନାଇଁ ରୁପାଲି ମ୍ୟାଡମ ନାଇଁ ପୋଲିସ ମାନେ ଆଖି ବନ୍ଦ କରିଦେଇଥିବେ ଆଉ ହସିବାକୁ ମଧ୍ୟ ସେମାନଙ୍କର ସାହସ ନଥିବ ରଚନା ଭଲି ମ୍ୟାଡମ କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡିଥାଏ ମ୍ୟାଡମ ଚାପଡ଼ଟି ମାରିଲେ ନିଜ ହାତକୁ କଷ୍ଟ ହୁଏ ଆଉ ସାମାନ୍ୟ ଦିଆସିଲି କାଟିଲା ଅନ୍ୟକୁ ଚାଳି ପଡ଼ି ସେ ଛାରଖାରି କରିଦିଏ ହେଲେ ନିଜକୁ ମଧ୍ୟ ସେ ଶେଷ କରିଦିଏ ତା ମାନେ ତୁ କଣ କହିବାକୁ ଚାହୁଁଛୁ ଗୋଟିଏ ଦଣ୍ଡ ଯୋଗାଇବାକୁ ଯାଇ ମୁଁ ପୁଳାଏ ଦଣ୍ଡ ଯୋଗାଡ଼ି ପାରିବିନି ନା ମାନେ ତା ମାନେ ତୁ ବଳାତ୍କାରୀକୁ ସମର୍ଥନ କରୁଛୁ ନା ମୁଁ ଆଇନକୁ ବିରୋଧ କରୁଛି ମାନେ ଆପଣ ଏ କଣ କହୁଛନ୍ତି ହଁ ମୁଁ ଠିକ କହୁଛି ଗୋଟେ ବଳାତ୍କାରୀ ମୋତେ 10 ଥର ବଳାତ୍କାରୀ କରୁଛି ହେଲେ ଆପଣଙ୍କ ନ୍ୟାୟ ଆଉ ଆଇନ ମୋତେ 10 ଥର ବଳାତ୍କାରୀ କରିବ ସେ ସବୁକୁ ମୁଁ କାନ ବୁଝି ଦେଇପାରେ এইটা তো হচ্ছে আইনের ব্যবস্থা হ্যাঁ ম্যাডাম আপনার উপরে এইটা বলাৎকার আপনাকে কোর্ট আগে কইବାକୁ পড়িব আপনি যদি কোর্ট আগে কইবেনি তাহলে আপনাকে বিচার মিলিব কেমতি ন্যায় মিলিব কেমতি কোর্টর কাঠ গড়ারে ঠিয়া হই মু সাক্ষী দউছি ଆଉ ଯେତେବେଳେ ମୋ ନାରୀ ଦର୍ଶକର ଗ୍ୟାଲେରୀରେ ହେଇ ବସିଥିବେ ମୋତେ ସେଟା ଅସନ୍ତୋଷ ପ୍ରଶ୍ନ ପଚାରୁଥିବେ ଆସାମୀ ତମର କୋଉ ଅଙ୍ଗକୁ ଛୁଇଁଲା ଜଙ୍ଘକୁ ନା ଛାତିକି କି ତମ ଉପରେ ଥିଲା ନା ତମେ ତାଙ୍କ ଉପରେ ଥିଲ ଏସବୁ ଟିକେ ନ୍ୟାୟ ପାଇଁ ମୋ ନାରୀକୁ ଗୁଡ଼େଇ ଲାଞ୍ଚନା କି ମୁଁ ବଞ୍ଚିତ କରିପାରିବିନି କହିନା ସେ ସବୁ ମୁଁ କାନ ବୁଝି ଦେଇପାରେ ତାମାନେ ଆପଣଙ୍କ ଝିଅର ନ୍ୟାୟ ଆପଣ ଚାହୁଁନାହାନ୍ତି ଆପଣ ଅହଂକାର ପ୍ରତିଷ୍ଠା ଚାହୁଁଛନ୍ତି ରଚନା ଆପଣ ମତେ ହାତ ଉଠେଇ ମାରିପାରିଲେ ଆପଣ ମତେ ହାତ ଉଠେଇ ମାରିପାରିଲେ ଆପଣ ଛାତିରେ ହାତ ରଖି କୁହନ୍ତୁ ନାନି ମୁଁ ଯେତିକି କଥା କହିଲି ଆପଣ କଣ ଟିକେ ବି ସ୍ପର୍ଶ କରିଲେନି ମୁଁ କେବଳ ମୋରି ପାଇଁ ଏସବୁ କଥା କହିନି ଏଇ ସମାଜର ନାରୀମାନଙ୍କ ପାଇଁ ଏ କଥା ମୁଁ କହୁଛି ମୋର ଶେଷ କଥା ଶୁଣିଲ ତୁ ମୋ ସହ କୋର୍ଟ ଯିବୁ ଏଇଟା ହଉଛି ମୋର ଶେଷ କଥା ଓ ତାହେଲେ ଯୁଦ୍ଧରାଷ୍ଟ୍ର ଭଳି ଆପଣ ଆଖିରେ ଅନ୍ଧକୁ ଢଳିବନି ନିଜ ଝିଅର ବସ୍ତ୍ର ହଳ ପାଇଁ ବ୍ୟବସ୍ଥା କରିବେ ନା ନିଜ ଝିଅକୁ ଅତି ଅନ୍ୟରେ ବଢେଇଥିବା ସେ ଝିଅର ଅପମାନିତ କରିବେ ସେ ସବୁ ତ ମନର ଭ୍ରମ କହିପାରିବୁ ମତେ କାହିଁକି କୋର୍ଟ ନ ଯିବା ପାଇଁ ତୋର ଏତେ ଜିଦ୍ କହୁଛି ତ ଆହୁରି ମଧ୍ୟ କାରଣ ଅଛି କଣ ସେ କାରଣ ଯୋଉଥିପାଇଁ ଗୋଟେ ଝିଅ ଆଜି ବାପାଙ୍କ କଥାକୁ ଅବାଧ୍ୟ ହଉଛି ଯୋଉ ଝିଅ ଯେଉଁ କାରଣ ପାଇଁ ବଳାତ୍କାର ହେଇ ନିଜକୁ ନ୍ୟାୟ ଦେବା ପାଇଁ ଅରାଜି ହଉଛି କଣ ସେ କାରଣ ହାଡ଼ ଭଙ୍ଗା ଶୀତ
ମୁଁ ତା ବିରୁଦ୍ଧରେ ଚାର୍ଜସିଟ୍ କରିସାରିଛି ଆଉ ମୁଁ କୋର୍ଟ ଚାର୍ଜସିଟ୍ଟା ମୁଁ କାଲି କୋର୍ଟ କରୁଛି ଆଉ ସେ ଆଲୋକ फांसी पाइब ही पाइब नहीं पुलिस बाबू नहीं आपण से काल कथा मोहरे धरंतुनी वो भाई जान किछे करेनी तार किछे बोल नहीं आपण ताको बचाई दियंतु पुलिस बाबू बचाई दियंतु अरे कोना वो भाई जान किसे दोष ना वो सब कहउछ बाबू वो जा भाई के सेमिति किछे नहीं करतो आपण ताको बचाई दियंतु बाबू बचाई दियंतु हां तू कोन कर ताले तू कहबा को चाहछु आदित्य बाबू ने खराब लोग से तो भाई जान मिछ भी जोक करछ और ता कथा रचना मैडम से कोन रस्तो में जे कि तो भाई भी तुझे विषय अभियोग करछ और सब थारु बड़ खराब लोग होचे मु आदित्य राय को ठार टंका नहीं तो भाई को अरेस्ट कर जेल हाजिर कर अबे तू या कहबा को चाहछु ना या कहबा को चाहछु ना भाई बाबू ए देखु छु वाली ऐसे बात करिबो तो फोटो हाथ वाली भांगी दे और पक्का करिबो तो भाई भाई तोते भी अरेस्ट कर जेल हाजिर कर दे भाई बाबू हमरा जते कहले कि जते मारो करे देबी वो ए कथा केबे भी बारी परिबी वो भाई जाने में मोर काम केबे भी कर दतबो आपण ताको बचाई दियंतु बाबू ताले देखि बुझा बलात्कार शिकार होइतिबा से रचना बनाम को घर जाई देखि बुझा तो भाई बाबा ससरे से केमिति मोरी जाई छ ताको आखिर लुह ताको छाती रो कोण ताको जेमिति गोटे जीवंता सब करि आ ताको आखिर टोपा टोपा लोक देखले तू जानि परिबु तो भाई होछि गोटे अमनुष्य राक्षस पुलिस बाबू बड़ा खरा छियो माने भारी रहस्यमय से माने बाहर को जेमिति देखा जाते भीतर को ठीक सेमिति नुहंती अरे चरित्र सर्टिफिकेट को चाहूनी कबे कौन वो भाई जान को भाई वो आपण को पकड़े बुहारी कोई बकवासी बाबू मैं वो भाई जान को बचाई दियंतु बचाई दियंतु वो भाई जान को को बंचेबार अधिकार मोर नहीं जदि तो भाई को बंचेबा को चाहूछु ताले जा जज साहब सामने तो भाई सपक्ष रे बड़ बड़ उठिल बाबू से वकील बाबू कोई भी पूरी ठीक करते जी माने वकील बाबू कहले पुलिस जदि वो भाई ना चाचे टोइल करिवे ताले वो भाई ता बंची जीवो दया करंतु बाबू आपण वो भाई जान को बचाई दियंतु वो आपण को बड़ दया करंतु आजा तो शीघ्र बंचो चुपचाप बाहर जाओ नहीं बाबू कोई तो खाली खाली चली से बकवास नहीं समझ नहीं पहुंची पुलिस को लांच देने वो भाई जाटा बच्चे जीवो ओ तू ताले थाना को आसीछु पुलिस को लांच दबा पाई ले केते टंका छु जाले अब जाबा बाबू हम पूरी गरीब लोक मारे पकड़े टंका आसी पकोतो ताले चुकला कोते लुकाई नहीं बाबू पिछु कहनी वो आपण को लांच देबी बाबू लांच देबी टंका सिना मो पाखरे नाही हे होना तो अछि ता माने आपण मते उपभोग करी मो भाई जान को छाड़ी दियंतु बाबू बाहर जा तो नहीं बाबू चुपचाप बाहर जा नहीं बाबू अरे तुम आपण मो भाई जान को बचाई दियंतु बाबू वो आपण को हाथ तो जोड़छि आपण मो भाई जान को बचाई दियंतु बाहर जा जते शीघ्र पर सुबह सुबह बाहर जा अबे कहां को थरे कहां को थरे अभी तुम्हारा हिना प्रस्ताव रखना चाहिए कहां को थरे नहीं बाबू वो कहां पता नहीं थे कैसे नहीं वो सब कौन से बाबू वो निजो इच्छा नहीं आई थी वो भाई जान का लूड़ा पसंद करे बकवासी वो सब कौन से बाबू वो इज्जत नहीं वो भाई जान दरकार वो लोग नामे कसम कहीं कौन से बाबू वो एक कथा कहां को कहते बाहर जा अपने मत उपभोग करो
କାହା କଥାରେ କଥା ଶୁଣ। ମାରପିଟ କରୁଛନ୍ତି ନାଇଁ ଆରେ ସେ କଥାଟା ଜାଣିଲେ ତୁ ଆକାଶରୁ ତଳକୁ ଖସି ପଡ଼ିବୁ। ଆରେ ଏହାକୁ ବିବି କହୁଛୁ ବିବି? ହଁ ହଁ ମୋ ବିବି ଅଛି। ଆରେ ସେଇଟା ଗୋଟେ ଅମଣିଷ ପଶୁ ପାଇଁ ସେ ତା ଇଜ୍ଜତ ମୋତେ ଦେବାକୁ ବସିଥିଲା।